ଜଗା ଆଜି କୁ ବର୍ଷେ ହେଇଗଲା। ଭାବିଲେ କାଲି ଭଳିଆ ଲାଗୁଛି। ଆଜିକୁ ଠିକ୍ ବର୍ଷେ ତଳେ କେତେ ଲୀଳା ଲଗେଇ ତୁ ଆମଠାରୁ ବିଦାୟ ନେଇଥିଲୁ। ତତେ ପ୍ରତିଦିନ ଦେଖୁଥିବା ମଣିଷଟି ଆଜି ତତେ ଟିକେ ଆଖି ପୂରେଇକି ଦେଖିବାର ସୁଯୋଗ ବି ପାଉନି। ଆଚ୍ଛା କହିଲୁ, ତୁ ଭଲରେ ଅଛୁ ତ? ତୁ ଖୁସିରେ ଅଛୁ ତ? ମହାପ୍ରସାଦ ଖାଇକି ଖେଚୁଡ଼ିର ସ୍ୱାଦ ଭୁଲି ଯାଇନୁ ତ? ବଡ଼ ଦେଉଳରେ ବସିକି ସେ କୁଡ଼ିଆ ଘର କଥା ଭୁଲି ଯାଇନୁ ତ? ଶହ ଶହ ଭକ୍ତଙ୍କ ଭିଡ଼ରେ ତୋର ମୋ କଥା ମନେ ପଡ଼ୁଛି ତ? ହେଲେ ଜାଣିଛୁ, ମୋର ନା ସବୁବେଳେ ତୋ କଥା ମନେ ପଡ଼େ। ମୁଁ ସବୁବେଳେ ଭାବେ ସେ ମୁହୂର୍ତ୍ତଟା ଆଉଥରେ ଫେରି ଆସନ୍ତାନି, ମୁଁ ତତେ ଆଉଥରେ ଟିକେ ଜାବୁଡ଼ି ଧରନ୍ତି। ସବୁବେଳେ ଇଚ୍ଛା ହୁଏ ତୋ ପାଖକୁ ଧାଇଁ ଯିବାକୁ, ହେଲେ ଆଖି ଆଗରେ ଯେଉଁ ଲକ୍ଷ୍ୟଟି ଛାଡ଼ି ଦେଇ ଯାଇଛୁ ତାକୁ ପୂରଣ କରିବା ପାଇଁ ମୁଁ ତୋ ପାଖକୁ ଯାଇପାରୁନି। ହେଲେ ତୁ ବ୍ୟସ୍ତ ହନା, ମୁଁ ମଝିରେ ମଝିରେ ସମୟ ବାହାର କରିକି ତୋ ପାଖକୁ ଯାଉଥିବି। ହେଲେ ତୁ ଆମର ଏମିତି ହସୁଥା, କାରଣ ତୋ ଏ ଖିଲି ଖିଲି ହସରେ ଏ ପୁରା ସଂସାରଟା ହସି ଉଠିବ। ତୁ ଏମିତି ତୋ ଚକ୍ର ଆଢ଼ୁଆଳ କରିକି ସମସ୍ତଙ୍କୁ ଖୁସିରେ ରଖିଥା।